ସାକ୍ଷୀଗୋପାଳ ମନ୍ଦିରରେ ଚିତାଲାଗି ଅମାବାସ୍ୟା ନୀତି ଅନୁଷ୍ଠିତ। ପ୍ରତ୍ୟେକ ଦିନ ଭଳି ଦୁଆର ଉନ୍ମୋଚନ କରାଯାଇ ଠାକୁରଙ୍କ ମଙ୍ଗଳ ଆଳତି ନୀତିଠାରୁ ସମସ୍ତ ନୀତିକାନ୍ତି ଯଥା ବେଶ, ମଇଲମ, ମର୍ଦ୍ଦନ, ଅବକାଶ, ସୂର୍ଯ୍ୟପୂଜା, ବାହାର ଦ୍ୱାରପାଳ, ଭିତର ଦ୍ୱାରପାଳ ପୂଜା, ବଲ୍ଲଭ, ସକାଳ ଧୂପ ଆଦି କରାଯାଇଥିଲା। ଦ୍ୱିପହର ଧୂପରେ ଜାତ ଭୋଗ ପରେ ସାକ୍ଷୀଗୋପାଳ ଠାକୁରଙ୍କୁ ସୁନାର ଚିତାଲାଗି କରାଯାଇ ଆଳତି ଓ ଉପଚାର କରାଯାଇଥିଲା। ସୁନା ଚିତା ଲାଗି ପରେ ଛତି, ତ୍ରାସ, ଛାମୁଖୁଣ୍ଟିଆ କାଠି ବାଡ଼େଇବା ପରେ ଘଣ୍ଟ, ବିଜେ କାହାଳୀ, ତେଲିଙ୍ଗି ବାଜା ଓ ମହୁରୀ ବଜାଯାଇ ପୂଜାପଣ୍ଡା ସେବକଙ୍କ ଦ୍ୱାରା ଆଳତି ଓ ଦୁବ ଅରୁଆ ଚାଉଳରେ ବନ୍ଦାପନା କରାଯାଇଥିଲା। ମନ୍ଦିରରେ ଏହି ସ୍ୱତନ୍ତ୍ର ଚିତାଲାଗି ଅମାବାସ୍ୟା ନୀତି ଆଜି ଦିନ 2ଟାରେ ସମ୍ପନ୍ନ କରାଯାଇଥିବା କହିଛନ୍ତି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ର। ଠାକୁରଙ୍କର ଏହି ବେଶ ଦେଖିବାକୁ ସ୍ଥାନୀୟ ଓ ରାଜ୍ୟ ବାହାରୁ ଆସିଥିବା ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଆଜି ପବିତ୍ର ଠାକୁରଙ୍କର ଚିତାଲାଗି ଅମାବାସ୍ୟା। ପ୍ରଥମେ ଭୋର 6:30ରେ ମନ୍ଦିର ଉନ୍ମୋଚନ କରାଗଲା। ତାପରେ ମଙ୍ଗଳ ଆଳତି କରାଗଲା। ମଙ୍ଗଳ ଆଳତି ପରେ ମହାପ୍ରଭୁଙ୍କର ମର୍ଦ୍ଦନ ପରେ ଅବକାଶ ନୀତି ହେଲା। ବେଶ ଆରମ୍ଭ ହେଲା। ବେଶ ପରେ ପ୍ରଥମେ ସୂର୍ଯ୍ୟ ପୂଜା ପରେ ବାହାର ଦ୍ୱାରପାଳ ପୂଜା, ଭିତର ଦ୍ୱାରପାଳ ପୂଜା, ତାପରେ ବଲ୍ଲଭ କରାଗଲା। ବଲ୍ଲଭ ନୀତି ସରିଗଲା ପରେ ଗୋପାଳ ବଲ୍ଲଭ ନୀତି ସରିଲା ପରେ ମଦନ ମୋହନଙ୍କ ଭୋଗ କରାଗଲା। ତାପରେ ଚତୁଃପାର୍ଶ୍ୱ ଯେଉଁ ମହାପ୍ରଭୁଙ୍କର ଯେଉଁ ବେଢ଼ା ସବୁ ଠାକୁର ଅଛନ୍ତି ତାଙ୍କୁ ସବୁ ଚତୁଃପାର୍ଶ୍ୱ ଦେବତାଙ୍କ ଭୋଗ କରାଗଲା। ପାର୍ଶ୍ୱ ଦେବତାଙ୍କ ଭୋଗ ସରିଲା ପରେ ସକାଳ ଧୂପ ନୀତି ହେଲା। ସକାଳ ଧୂପ ନୀତି ସରିଲା ପରେ ପୁଣି ମଦନ ମୋହନଙ୍କ ଭୋଗ କରାଗଲା। ମଦନ ମୋହନ ଭୋଗ ପରେ ପୁଣି ବୀରକେଶରୀ ବଲ୍ଲଭ ସେଇଟା କରାଗଲା। ସେଇଟା ସରିଲା ପରେ ବୀରକେଶରୀ ବଲ୍ଲଭ ସରିଗଲା ପରେ ମହାପୁରୁଷ ଯେଉଁ ଭଣ୍ଡର ଯେଉଁ ବୀରକେଶରୀ ବଲ୍ଲଭରେ ଲୁଗା ପିନ୍ଧିଥିଲେ ତାକୁ ଓଲାଗି କରାଗଲା। ତାପରେ ମହାପ୍ରଭୁଙ୍କର ବସ୍ତ୍ର ଧାରଣ କରାଗଲା। ବସ୍ତ୍ର ପରେ ଯେଉଁ ଆମର ଗହମରେ ପ୍ରସ୍ତୁତ ଚିତଉ ପିଠା ଶୁଆ ରଙ୍ଗ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ଠଗୋରସରେ ସେ ଆସିକିରି ଭୋଗ କରାଗଲା। ତାପରେ ଆଳତି ଉପଚାର ମାନ ହେଇକି ମହାପ୍ରଭୁଙ୍କୁ ସୁନା ଚିତା ଲାଗି କରାଗଲା। ଏ ହେଲା ଆଜିକାର ଯେଉଁ ପର୍ବ ମହାପ୍ରଭୁଙ୍କର ଆମର ଏ ହେଲା ପର୍ବର ନୀତି।